ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି ଦୁଇ ବାମନ ଭଉଣୀ। ସକାଳୁ ଉଠି ଘର ଘର ବୁଲି ଘର କାମ କଲେ ଯାହାକି ଦୁଇ ଓଳି ପାଇଁ ଦୁଇ ମୁଠା ଦାନାର ଯୋଗାଡ଼ ହୋଇପାରୁଛି। ଦୁଇ ଜଣ ଯାକ ବାମନ ହୋଇଥିବାରୁ ସ୍ୱାଭାବିକ ମଣିଷମାନଙ୍କ ପରି କାମ କରିବାକୁ ଅସମର୍ଥ। ତେଣୁ କେବଳ ଘର ପୋଛାପୋଛି ଓ ଅଇଁଠା ବାସନ ମାଜିବା ଭଳି କାର୍ଯ୍ୟ କରି ସେଇଥିରୁ ଯାହା ପାଉଣା ମିଳେ ସେଥିରେ ସେମାନଙ୍କ ପେଟ ପୋଷଣ ହୁଏ। ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅଧୀନରେ ଥିବା ହୁଣ୍ଡାର ଡୁଡୁକି ଗ୍ରାମରେ। ଗ୍ରାମର ଜଗତ ହାଲୁଆ ଓ ମଙ୍ଗଳଦେଇ ହାଲୁଆଙ୍କ ଦୁଇ ଝିଅ ହେଉଛନ୍ତି ଚିତାବତୀ ହାଲୁଆ ଓ କିଆବତୀ ହାଲୁଆ। ବୟସ ଯଥାକ୍ରମେ 57 ବର୍ଷ ଓ 55 ବର୍ଷ। ବାପା ମା ଦୁଇ ଝିଅଙ୍କୁ ଛାଡ଼ିଦେଇ ଅନେକ ବର୍ଷ ପୂର୍ବେ ଆର ପାରିକୁ ଚାଲି ଯାଇଛନ୍ତି। ଦୁଇ ଝିଅଙ୍କ ପାଇଁ ଛାଡ଼ି ଯାଇଛନ୍ତି ଏକ ଝାଟି ମାଟିର କୁଡ଼ିଆ ସାଙ୍ଗକୁ ଅଳ୍ପ ଟିକେ ଜମି। ବାପା ତିଆରି କରିଥିବା ଘର ମଧ୍ୟ ଭଙ୍ଗା ଦଦରା ହୋଇଗଲାଣି। ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି। ଦୁହିଁଙ୍କ ପେଟ ପାଇଁ ଦାନା ଯୋଗାଡ଼ କରିବା ସେମାନଙ୍କ ପାଇଁ କାଠିକର ପାଠ। ଆଉ ଘର ମରାମତି କରିବେ ବା କେମିତି? ସରକାର ଏଭଳି ବିକଳାଙ୍ଗ ଓ ବାମନ ଶ୍ରେଣୀର ଲୋକଙ୍କ ପାଇଁ ଘରଟିଏ ଘର ଭତ୍ତା ସାଙ୍ଗକୁ ବିବାହ ପାଇଁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସତ, ହେଲେ ଏ ଅନାଥ ଦୁଇ ଭଉଣୀ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ରହିଛନ୍ତି। ପ୍ରଶାସନ କେବେ ହେଲେ ଜାଣିବାକୁ ମଧ୍ୟ ଚେଷ୍ଟା କରିନି କି ଏମାନେ ବଞ୍ଚୁଛନ୍ତି କିପରି। ପ୍ରଶାସନର ଯଦି ସୁଦୃଷ୍ଟି ଏହି ଦୁଇ ବାମନ ଭଉଣୀମାନଙ୍କ ଉପରେ ପଡ଼ନ୍ତା ତେବେ ଚିତାବତୀ ଓ କିଆବତୀ ଉପକୃତ ହୁଅନ୍ତେ ବୋଲି ଗ୍ରାମବାସୀମାନେ ମତ ଦେଉଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କ'ଣ ସବୁ ସୁବିଧା ଯୋଗାଇ ପାରୁଛି ଏହି ଦୁଇ ଭଉଣୀଙ୍କୁ। ଝରିଗାଁରୁ ଦୀପଙ୍କର ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।